चलते 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 मेरे गीत याद रखना, कभी अलविदा ना कहना, कभी अलविदा ना कहना। Respected principals, sir, teachers, and my dear students. Actually, whenever I just came to this school, and that time I was fully weak in Odia, English, because I just came from Odia medium. But whenever I just connected with you, and that time I just got to how to know English, how to speak English. That is why truly you are my teacher. ଯେତେବେଳେ ଗୋଟେ ବଗିଚାରେ ମାଳିରେ ବହୁତ ସାରି କଲରଫୁଲ ଗଛକୁ ସଜେଇକି ରଖିଥାଏ, if the gardener just got to know कि after some days the plants will be about to die, तो ସେ ଗାର୍ଡେନର ଅବସ୍ଥା କ'ଣ ହେବ? ଆଉ କିଛି ଦିନ ପରେ just after some few days you will not able to come to school, and also you will not able to wear the same uniform again, and you are not able to share foods in your classroom, and always and you will not able to and we are not able to see you again. ଯେତେବେଳେ ମୁଁ ଯେତେବେଳେ ସ୍କୁଲରେ ପ୍ରଥମ ଫାଷ୍ଟ ଆସିଥିଲି, ସେତେବେଳେ ଏଇଠି କ୍ଲାସ୍ 10 ପିଲାମାନେ କ୍ଲାସ୍ 8ରେ ପଢ଼ୁଥିଲେ। ସେତେବେଳେ ମୁଁ କୁନି କୁନି ପିଲାଙ୍କୁ ଦେଖି ମୁଁ ଭାବିଲି ମୁଁ ତ ଓଡ଼ିଆ ମିଡ଼ିୟମ୍ ଆସିଛି, ମୁଁ ଏ ପିଲାଙ୍କୁ କ'ଣ ପଢ଼େଇବି। ତାପରେ ଧୀରେ ଧୀରେ ବହୁତ ସାରା ପିଲା ମୋତେ ବି ଇଂଲିଶ କହିବା ଶିଖିଲେ। ମୁଁ ବହୁତ ୱିକ୍ ଥିଲି ଇଂଲିଶରେ, ତ ସେତେବେଳେ ଏଇ ପିଲାମାନେ ମୋତେ ସାହାଯ୍ୟ କରୁଛନ୍ତି ମୁଁ ଇଂଲିଶ ଶିଖେଇବାରେ। ଆଉ ଏଇ ପିଲାମାନଙ୍କୁ ବହୁତ ଶିଖିଛି। ଛୋଟ ଛୋଟ ପିଲା ଥିଲେ, ମୁଁ ତାଙ୍କୁ ଯଦି ସେମାନଙ୍କର ପିରିୟଡ଼ ଟେଷ୍ଟ ହେଉଥିବ, ଯଦି କୌଣସି ପିଲାକୁ କମ୍ ମାର୍କ ରଖିଥିବେ, ମୁଁ ସେତେବେଳେ ତାଙ୍କୁ ମାର ଏଇ ପିଲାମାନେ ସବୁ କୁନି କୁନି ହାତ ଏମିତି ହଲୁଥିବ, ଦେଖି ମୋତେ ବହୁତ ଦୁଃଖ ଲାଗେ। ଏ ପିଲାମାନେ ବହୁତ ଦୁଃଖ ଲାଗେ। ଆଉ କ'ଣ କରିବା? someone saying that time and tides waits for none, ତ ଆମକୁ ସମସ୍ତଙ୍କୁ ବିଦାୟ ବି ଦେବାକୁ ପଡ଼ିବ। ତ ଏଇଟା ଶିକ୍ଷା ଅନୁଷ୍ଠାନ ପରମ୍ପରା। ଆଜି ଆସିଛ, ଆଜି ବିଦାୟ ବି ନେବ, ପୁଣି କେଉଁ ସ୍କୁଲରେ ତୁମକୁ କେହି ନା କେହି ତୁମକୁ ୱେଲକମ୍ କରିବେ, କିନ୍ତୁ ମୁଁ ତୁମମାନଙ୍କୁ ସବୁଦିନ ପାଇଁ ଝୁରିବି, କାହିଁକିନା ତୁମେ ମୋର ଫାଷ୍ଟ ବେଚ୍ ଥିଲ। ଆଉ ଯେଉଁଟାକି just because of you, today I am just gradually English also increasing. ଆଉ ମୁଁ କ'ଣ କହିବି? ଯାହା ବି ପିଲାମାନେ ତୁମେ ବହୁତ ଉନ୍ନତି କର, just go ahead, sky the limit, and make your teacher proud, make your parent proud, and make your school also proud. ଆଉ ପିଲାମାନେ ମୁଁ ତୁମମାନଙ୍କୁ ଏତିକି କହିବି, ଯେଉଁଠି ବି ଯାଅ ଟିଚରମାନଙ୍କୁ ରେସ୍ପେକ୍ଟ କର, ଆଉ ମନ ବି ପାଠ ବି ପଢ଼, ଆଉ ଏକ୍ଜାମ୍ରେ ଭଲ ବି କର। ମୁଁ ୱିଶ୍ କରୁଛି ତୁମମାନଙ୍କୁ।